ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ସାମିଲ ହେଲେ ବିଜେପିର ଶତାଧିକ କର୍ମୀ। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବାହାର୍ଦା ପଞ୍ଚାୟତ ତରଫରୁ ତଳତାପଣ୍ଡାଠାରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବିଜେପି ଦଳ ଛାଡ଼ି ବିଜେଡିରେ ଯୋଗଦେଲେ ବହୁତ ଯୁବ ନେତୃତ୍ୱମାନେ। ଏହି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ସଭାପତି କରୁଥିଲେ ପଞ୍ଚାୟତର ସଭାପତି ପ୍ରଭାକର ବେହେରା। ଏଥିରେ ମୁଖ୍ୟ ଅତିଥି ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ବସ୍ତା ବିଧାୟିକା ପ୍ରାର୍ଥିନୀ ଶ୍ରୀମତୀ ସୁଭାଷିନୀ ଜେନା ଉପସ୍ଥିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଯୋଜନା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି, ବ୍ଲକ ମହିଳା ସଭାପତି ଲିପିକା ରାଉଳ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ଜେନା, ମହେଶ୍ୱର ଜେନା, 15 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଦେବିକା ସୋରେନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରେଖା ଦଳାଇ, ପଞ୍ଚାୟତ ସରପଞ୍ଚ ସଞ୍ଜୀବ କୁମାର ଦଳାଇ, ସମିତି ସଭ୍ୟ ରାଜକିଶୋର ଦାସ, ରାଉତପଡ଼ା ସରପଞ୍ଚଙ୍କ ପ୍ରତିନିଧି ମାୟାଧର ମଣି, କୋଡ଼ିଆ ପଞ୍ଚାୟତ ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରା, ଜିଲ୍ଲା ଯୁବ ସମ୍ପାଦକ ରାଜେଶ ଗିରି, ବ୍ଲକ କାର୍ଯ୍ୟକାରୀ ଯୁବ ସଭାପତି ଦିলীପ ଦଳାଇ, ବ୍ଲକ ଯୁବ ଡିଜିଟାଲ ସେକ୍ରେଟାରୀ ରାଜେଶ ବେହେରା, ଛାତ୍ର ନେତା ଶେଖ ଆଝାରୁଦ୍ଦିନ। ଉକ୍ତ ମିଶ୍ରଣରେ ଦଳ ଆଗାମୀ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ନେତୃତ୍ୱ ମଣ୍ଡଳୀ। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। ଆଜି ବାହାରଦା ପଞ୍ଚାୟତର ଆମର ନିର୍ବାଚନୀ ବୈଠକ ଥିଲା, କର୍ମୀ ବୈଠକ ଥିଲା। ଆପଣମାନଙ୍କ ମାଧ୍ୟମରେ, ଗଣମାଧ୍ୟମର ଭାଇମାନେ ଆପଣମାନଙ୍କ ମାଧ୍ୟମରେ କହିବାକୁ ମୁଁ ଉଚିତ ମନେ କରିବି ଯେ ଏ ବସ୍ତା ନିର୍ବାଚନ ମଣ୍ଡଳୀ ଏକ ଐତିହାସିକ ନିର୍ବାଚନ ମଣ୍ଡଳୀ। ଏଠି ଲୋକମାନେ ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି, ଶଙ୍ଖ ଚିହ୍ନକୁ ଭଲ ପାଆନ୍ତି। ଆଉ ଆଜି ଆପଣ ଦେଖୁଥିବେ ମା ମାନେ ଭଉଣୀ ମାନେ କିଭଳି ସ୍ୱତଃପ୍ରବୃତ୍ତ ଭାବରେ ଘରୁ ବାହାରି ଆସିଛନ୍ତି। ବିଶେଷ ଭାବରେ ମୁଁ କହିବାକୁ ଚାହିଁବି ଯେ ଏ ନିର୍ବାଚନ ମଣ୍ଡଳୀ ସର୍ବୋପରି ଏ ବାହାରଦା ପଞ୍ଚାୟତ ବିଜୁ ଜନତା ଦଳକୁ ଭଲ ପାଏ ଏବଂ ଏଠିକାର ଅଧିବାସୀ ମାନେ ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଆନ୍ତି। ସେମାନଙ୍କର ଆଶୀର୍ବାଦ ରହିବ। ଆମେ ଏଠି ବହୁ ଭୋଟରେ ଜିତିବୁ, ଆମେ ଏଠି ବାଜିମାତ କରିବୁ। ଧନ୍ୟବାଦ।